ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ନମସ୍କାର ଜଣାଇ ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ନିୟମିତ ଏହି କାର୍ଯ୍ୟକ୍ରମ ଦେଖୁଥାନ୍ତୁ ଓ ଆମ୍ଭମାନଙ୍କ ସହିତ ଫୋନରେ ଯୋଗାଯୋଗ ଜାରି ରଖିଥାନ୍ତୁ। ପ୍ରଭୁ ନିଶ୍ଚୟ ଆଶୀର୍ବାଦ କରିବେ। ଆମର ଗତ ଅଧ୍ୟୟନରେ ଆମେ ଦେଖିଥିଲୁ ଯେ ଖ୍ରୀଷ୍ଟିଆନ ଜୀବନରେ ବିଜୟ ମାନବୀୟ ଚେଷ୍ଟା ଦ୍ୱାରା ନୁହେଁ, ବରଂ ଈଶ୍ୱରଙ୍କ ଉପରେ ନିର୍ଭର କରିବା ଦ୍ୱାରା ଆସିଥାଏ। ଅମାଲେକୀୟମାନଙ୍କ ସହିତ ଇସ୍ରାଏଲର ଯୁଦ୍ଧ ଶରୀର ଓ ଆତ୍ମା ମଧ୍ୟରେ ଚାଲିଥିବା ନିରନ୍ତର ସଂଗ୍ରାମକୁ ଦର୍ଶାଇଥିଲା, ଯାହା ଆମକୁ ମନେ ପକାଇ ଦିଏ ଯେ ବିଶ୍ୱାସୀମାନେ କେବଳ ଈଶ୍ୱରଙ୍କ ଶକ୍ତି ଏବଂ ମଧ୍ୟସ୍ଥତା ପ୍ରାର୍ଥନାର କାର୍ଯ୍ୟ ଦ୍ୱାରା ହିଁ ବିଜୟୀ ହୋଇପାରିବେ। ଯେ ପର୍ଯ୍ୟନ୍ତ ମୋଶାଙ୍କ ହାତ ଉପରକୁ ଉଠି ରହିଥିଲା, ଇସ୍ରାଏଲ ବିଜୟ ଆଡ଼କୁ ଅଗ୍ରସର ହେଉଥିଲା। ଏ ଆମକୁ ପ୍ରାର୍ଥନା, ବିଶ୍ୱାସ ଏବଂ ପ୍ରଭୁଙ୍କ ଉପରେ ଭରସା ରଖିବାର ଗୁରୁତ୍ୱ ଶିଖାଇଥାଏ। ଆଜିର ଅଧ୍ୟୟନରେ ଆମେ ଯାତ୍ରା ପୁସ୍ତକର 19 ଅଧ୍ୟାୟ ଅଧ୍ୟୟନ କରିବା, ଯେଉଁଠାରେ ଇସ୍ରାଏଲର ସନ୍ତାନମାନେ ସିନୟ ପର୍ବତଠାରେ ପହଞ୍ଚୁଛନ୍ତି। ସେଠାରେ ଈଶ୍ୱର ମୋଶାଙ୍କୁ ପର୍ବତ ଉପରକୁ ଡାକୁଛନ୍ତି, ସମଗ୍ର ଦେଶ ପାଇଁ ଆପଣା ବାର୍ତ୍ତା ପ୍ରଦାନ କରୁଛନ୍ତି ଏବଂ ନିଜର ପବିତ୍ରତା, ଶକ୍ତି ଓ ମହିମାର ଏକ ନାଟକୀୟ ପ୍ରକାଶ ପାଇଁ ଲୋକମାନଙ୍କୁ ପ୍ରସ୍ତୁତ କରୁଛନ୍ତି। ତେବେ ଆସନ୍ତୁ ବକ୍ତାଙ୍କ ସହିତ ବାକ୍ୟ ମଧ୍ୟକୁ ଯିବା। ଏହି କାର୍ଯ୍ୟକ୍ରମଟି ବିଶେଷ ଭାବରେ କେବଳ ଖ୍ରୀଷ୍ଟିଆନ ମାନଙ୍କ ପାଇଁ ଉଦ୍ଦିଷ୍ଟ ଏବଂ ପବିତ୍ର ବାଇବଲର ଶିକ୍ଷା ଉପରେ ଆଧାର କରି ବିଶ୍ୱାସକୁ ଦୃଢ଼ କରିବା ସହ ଆତ୍ମିକ ଅଭିବୃଦ୍ଧି ଓ ଉତ୍ସାହିତ କରିବା ପାଇଁ ଏହା ପ୍ରସ୍ତୁତ କରାଯାଇଛି। ଅନ୍ୟ କୌଣସି ଧର୍ମ, ମତବାଦ କିମ୍ବା ବିଶ୍ୱାସକୁ ସମାଲୋଚନା କରିବା, ବିରୋଧ କରିବା କିମ୍ବା ଆଘାତ ପହଞ୍ଚାଇବା ଆମର ଉଦ୍ଦେଶ୍ୟ ନୁହେଁ। ଆମେ ସମସ୍ତ ଧର୍ମ ଏବଂ ସମ୍ପ୍ରଦାୟକୁ ଗଭୀର ଭାବରେ ସମ୍ମାନ ଜଣାଉ ଏବଂ ଏହି କାର୍ଯ୍ୟକ୍ରମରେ କାହାରି ଭାବନା, ବିଶ୍ୱାସ କିମ୍ବା ଧାର୍ମିକ ଅନୁଭୂତିକୁ ଆଘାତ କରିବା ବା ଅସମ୍ମାନ କରିବା ଆମର ଉଦ୍ଦେଶ୍ୟ ନୁହେଁ। ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ ନମସ୍କାର। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଆଜି ଆମେ ଆଉ ଏକ ନୂଆ ଅଧ୍ୟାୟ ଉପରେ ଅଧ୍ୟୟନ କରିବାକୁ ଯିବା। ତାହା ହେଲା ଯାତ୍ରା ପୁସ୍ତକ 19 ପର୍ବ। ଆଜିର ଅଧ୍ୟୟନରେ ଆମେ 19 ପର୍ବ ଉପରେ ଆଲୋଚନା ଓ ଅଧ୍ୟୟନ କରିବା। 19ରୁ 24 ପର୍ବ ମଧ୍ୟରେ ଆମେ ଗୋଟିଏ ପ୍ରସଙ୍ଗ ଉପରେ କୁହାଯାଇଥିବା ଦେଖୁଁ, ତାହା ହେଲା ବ୍ୟବସ୍ଥା। ବର୍ତ୍ତମାନ ଇସ୍ରାଏଲ ସନ୍ତାନମାନେ ସିନୟ ପର୍ବତ ନିକଟରେ ପହଞ୍ଚିଛନ୍ତି ଏବଂ ସେଠାରେ ସେମାନେ ବ୍ୟବସ୍ଥାକୁ ଗ୍ରହଣ କରିବା ପାଇଁ ଯାଉଛନ୍ତି। ପ୍ରକୃତରେ କହିବାକୁ ଗଲେ ସେମାନେ ଅନୁଗ୍ରହ ବଦଳରେ ବ୍ୟବସ୍ଥାକୁ ଗ୍ରହଣ କରିବାକୁ ଯାଉଥିବା ଦେଖୁଁ। ଯାତ୍ରା 19 ପର୍ବ ତାର 1 ଏବଂ 2 ପଦରେ ଲେଖା ଅଛି। ଯଦି ଆପଣମାନଙ୍କ ପାଖରେ ବାଇବଲ ଅଛି ତାହେଲେ ମୋ ସହିତ ଖୋଲନ୍ତୁ। ବାକ୍ୟରେ ଏପରି ଲେଖା ଅଛି, ମିଶର ଦେଶରୁ ଇସ୍ରାଏଲ ସନ୍ତାନଗଣ ବାହାର ହେବାର ତୃତୀୟ ମାସର ପ୍ରଥମ ଦିନରେ ସେମାନେ ସିନୟ ପ୍ରାନ୍ତରରେ ଉପସ୍ଥିତ ହେଲେ। ସେମାନେ ରଫିଦିମ୍ ଠାରୁ ଯାତ୍ରା କରି ସିନୟ ପ୍ରାନ୍ତରରେ ଉପସ୍ଥିତ ହୁଅନ୍ତି ସେହି ପ୍ରାନ୍ତରରେ ଛାଉଣି ସ୍ଥାପନ କଲେ। ଇସ୍ରାଏଲ ସେହି ସ୍ଥାନରେ ପର୍ବତ ସମ୍ମୁଖରେ ଛାଉଣି ସ୍ଥାପନ କଲେ। ଏଠାରେ ଆପଣ ଦେଖିବେ ଯେ ଇସ୍ରାଏଲ ସନ୍ତାନମାନେ ସିନୟ ପର୍ବତ ନିକଟରେ ପହଞ୍ଚିଛନ୍ତି, ଯେଉଁ ସ୍ଥାନରେ ସେମାନଙ୍କୁ ବ୍ୟବସ୍ଥା ପ୍ରଦାନ କରାଯିବ। ପରମେଶ୍ୱର ନିଜ ଲୋକମାନଙ୍କ ସହିତ ଅନୁଗ୍ରହପୂର୍ଣ୍ଣ ବ୍ୟବହାର କରିବାକୁ ଯାଉଛନ୍ତି। ସେମାନେ ମିଶର ଛାଡ଼ିବା ଦିନଠାରୁ ଓ ସିନୟ ପର୍ବତ ନିକଟରେ ପହଞ୍ଚିବା ପର୍ଯ୍ୟନ୍ତ ପରମେଶ୍ୱର ଯେପରି ସେମାନଙ୍କୁ କଢ଼େଇ ଆଣିଥିଲେ, ସେହିପରି ଭାବେ ସେମାନେ ଈଶ୍ୱରଙ୍କ ନିର୍ଦ୍ଦେଶ କ୍ରମେ ଆଗକୁ ବଢ଼ିବାକୁ ଚାହାନ୍ତି ନା ବ୍ୟବସ୍ଥାକୁ ଗ୍ରହଣ କରିବାକୁ ଚାହାନ୍ତି, ତାହା ସ୍ଥିର କରିବା ପାଇଁ ପରମେଶ୍ୱର ସେମାନଙ୍କୁ ଏକ ସୁଯୋଗ ଦେବାକୁ ଯାଉଛନ୍ତି। ଯାତ୍ରା 19 ପର୍ବ ତାର 3 ଏବଂ 4 ପଦରେ ଲେଖା ଅଛି, ଅନନ୍ତର ମୂଷା ପରମେଶ୍ୱରଙ୍କ ନିକଟକୁ ଆରୋହଣ କରନ୍ତି ସଦାପ୍ରଭୁ ପର୍ବତରୁ ତାଙ୍କୁ ଡାକି କହିଲେ, ତୁମେ ଯାକୋବ ବଂଶକୁ ଏହି କଥା କୁହ ଓ ଇସ୍ରାଏଲ ସନ୍ତାନଗଣକୁ ଏହା ଜଣାଅ, ଆମେ ମିଶ୍ରମାନଙ୍କ ପ୍ରତି ଯାହା କଲୁ ଓ ତୁମମାନଙ୍କୁ କି ରୂପେ ଉତ୍କୃଷ୍ଟ ପକ୍ଷରେ ବହି ଆପଣା ନିକଟକୁ ଆଣିଲୁ, ତାହା ତୁମେମାନେ ଦେଖିଅଛ। ସେମାନେ ଅନୁଗ୍ରହରେ ଯାତ୍ରା କରୁଛନ୍ତି। ଯାତ୍ରା 19 ପର୍ବ ତାର 5 ପଦରେ ଲେଖା ଅଛି, ଏବେ ତୁମେମାନେ ଯେବେ ଆମ୍ଭ ରବରେ ମନୋଯୋଗ କରିବ ଓ ଆମ୍ଭ ନିୟମ ପାଳନ କରିବ, ତେବେ ତୁମ୍ଭେମାନେ ସମସ୍ତ ଲୋକଙ୍କ ଅପେକ୍ଷା ଆମ୍ଭ ନିଜର ସଞ୍ଚିତ ଧନ ହେବ।
କାରଣ ସମସ୍ତ ପୃଥିବୀ ଆମ୍ଭର। ଇସ୍ରାଏଲର ସନ୍ତାନମାନେ ପରମେଶ୍ୱରଙ୍କ ଅନୁଗ୍ରହରୁ ମିଶରରୁ ସିନାଇ ପର୍ବତ ପର୍ଯ୍ୟନ୍ତ ଯାତ୍ରା କଲେ। ଏହାପରେ ପରମେଶ୍ୱର ସେମାନଙ୍କୁ ପଚାରନ୍ତି ଯେ ସେମାନେ ବ୍ୟବସ୍ଥା ଓ ଆଜ୍ଞାଗୁଡ଼ିକୁ ଗ୍ରହଣ କରିବାକୁ ଚାହାନ୍ତି କି? ସେମାନେ ମିଶରରୁ ସିନାଇ ପର୍ବତ ପର୍ଯ୍ୟନ୍ତ ଉତ୍କୃଷ୍ଟ ପକ୍ଷୀର ପକ୍ଷ ତଳେ ଯାତ୍ରାକୁ ଉପଭୋଗ କରିଥିବା ଅନୁଭୂତି କଥା କହିବା ବଦଳରେ ମୂର୍ଖତାର ଉତ୍ତର ଦେଉଛନ୍ତି। ସେହି ବ୍ୟବସ୍ଥାକୁ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ପରମେଶ୍ୱର ସେମାନଙ୍କୁ ମନେ ପକାଇ ଦେଲେ ଯେ ସେ ମିଶରୀୟମାନଙ୍କ ପ୍ରତି କ'ଣ କରିଥିଲେ ଏବଂ କିପରି ଭାବେ ଇସ୍ରାଏଲୀୟ ସନ୍ତାନମାନଙ୍କୁ ଉତ୍କୃଷ୍ଟ ପକ୍ଷୀର ଡେଣା ଉପରେ ବହନ କରି ଆଣିଲେ। ଉତ୍କୃଷ୍ଟ ପକ୍ଷୀ ବିଷୟରେ କିଛି କହିବାକୁ ଚାହେଁ। ଉତ୍କୃଷ୍ଟ ପକ୍ଷୀ ଏକ ଶିକାରୀ ପକ୍ଷୀ। ଆୟୁବ 9 ପର୍ବ ତାର 26 ପଦ କହେ, ତାହା ସବୁ ବେଗଗାମୀ ଜାହାଜ ପରି ଓ ଶିକାର ଉପରେ ଝାମ୍ପ ମାରିବା ଉତ୍କୃଷ୍ଟ ପକ୍ଷୀ ପରି ଚାଲିଯାଏ। ପ୍ରଭୁ ଯୀଶୁ ନିଜେ କହିଲେ ମାଥ୍ୟୁ 24 ପର୍ବ ତାର 28 ପଦରେ, ଯେଉଁଠାରେ ମୋଡ଼ା ପଡ଼ିଥାଏ ସେହିଠାରେ ଶାଗୁଣାଗୁଡ଼ାକ ଏକାଠି ହେବେ। ତଥାପି ପବିତ୍ର ଧର୍ମଶାସ୍ତ୍ରରେ ଉତ୍କୃଷ୍ଟ ପକ୍ଷୀକୁ ପରମେଶ୍ୱର ଓ ପବିତ୍ରତାର ପ୍ରତୀକ ଭାବରେ ବ୍ୟବହାର କରାଯାଇଛି। ଯେହିଜେକଲ୍ ପୁସ୍ତକରେ ଈଶ୍ୱରୀୟ ପ୍ରତୀକ ଭାବେ ଉତ୍କୃଷ୍ଟ ପକ୍ଷୀର ମୁଖମଣ୍ଡଳକୁ ବର୍ଣ୍ଣନା କରାଯାଇଛି। ପ୍ରକାଶିତ ବାକ୍ୟର 4 ପର୍ବରେ ଈଶ୍ୱରଙ୍କୁ ଉଡ଼ୁଥିବା ଉତ୍କୃଷ୍ଟ ପକ୍ଷୀ ସହିତ ତୁଳନା କରାଯାଇଛି। ଉତ୍କୃଷ୍ଟ ପକ୍ଷୀକୁ ତାର ଡେଣା ଏବଂ ଆକାଶର ଅତି ଉଚ୍ଚତାକୁ ଉଡ଼ିଯିବାର କ୍ଷମତା ପାଇଁ ପ୍ରଶଂସା କରାଯାଏ। ଅନ୍ୟ ଶବ୍ଦରେ କହିବାକୁ ଗଲେ ଉତ୍କୃଷ୍ଟ ପକ୍ଷୀ ହେଉଛି ପକ୍ଷୀ ଜଗତର ବିମାନ ପରି ଏବଂ ଉତ୍କୃଷ୍ଟ ପକ୍ଷୀର ଡେଣା ନିଶ୍ଚିତ ଭାବରେ ଈଶ୍ୱରଙ୍କ ଏକ ପ୍ରତୀକ ଅଟେ। ମିଶରରୁ ସିନାଇ ପର୍ବତ ପର୍ଯ୍ୟନ୍ତ ଯାତ୍ରା ପଥରେ ଇସ୍ରାଏଲ 7ଟି ଅନୁଭୂତି ଦେଇ ଗତି କରିଥିଲେ, ଯାହା ଆମେ ଜଣେ ବିଶ୍ୱାସୀ ଜୀବନର ଅନୁଭୂତିଗୁଡ଼ିକ ସହିତ ସମାନ ଅଟେ। ଯେତେବେଳେ ଇସ୍ରାଏଲୀୟମାନେ କ୍ଷୁଧାର୍ତ ଥିଲେ, ପରମେଶ୍ୱର ସେମାନଙ୍କୁ ମାନ୍ନା ଦେଇଥିଲେ ଏବଂ ଯେତେବେଳେ ସେମାନେ ତୁଷାର୍ତ ଥିଲେ, ସେମାନଙ୍କୁ ଜଳପାନ କରାଇବାକୁ ଦେଇଥିଲେ। ମାରର ପିତା ଜଳକୁ ପରମେଶ୍ୱର ମଧୁର କରିଦେଇଥିଲେ। ପରମେଶ୍ୱର ସେମାନଙ୍କୁ ଅମାଲେକୀୟମାନଙ୍କ ଠାରୁ ରକ୍ଷା କରିଥିଲେ। ସମ୍ପୂର୍ଣ୍ଣ ଯାତ୍ରା ପଥରେ ପରମେଶ୍ୱର ଇସ୍ରାଏଲକୁ ଉତ୍କୃଷ୍ଟ ପକ୍ଷୀର ଡେଣା ଉପରେ ବହନ କରି ଆଣିଲେ। ଆଜି ମଧ୍ୟ ସେ ଆମକୁ ସେହିପରି ଭାବେ ବହନ କରନ୍ତି। ସେ ଆମକୁ ନିଜ ଅନୁଗ୍ରହ ଦ୍ୱାରା ଚଲାନ୍ତି ଏବଂ ଆମେ ବିଶ୍ୱାସ ଦ୍ୱାରା ପରିଚାଳିତ ହେଉ। ଏବେ ସିନାଇ ପର୍ବତଠାରେ ପରମେଶ୍ୱର ଇସ୍ରାଏଲକୁ ମନେ ପକାଇ ଦେଉଛନ୍ତି ଯେ ସେ କିପରି ସେମାନଙ୍କ ପଥପ୍ରଦର୍ଶକ ହୋଇ ସେମାନଙ୍କ ଯତ୍ନ ନେଉଛନ୍ତି। ଏହାପରେ ସେ ସେମାନଙ୍କୁ ଏକ ବିକଳ୍ପ ଦେଉଛନ୍ତି, ଅନୁଗ୍ରହ କିମ୍ବା ବ୍ୟବସ୍ଥା। ପରମେଶ୍ୱର ସେମାନଙ୍କୁ ପଚାରୁଛନ୍ତି ଯେ ଯଦି ସେ ଇସ୍ରାଏଲକୁ ବ୍ୟବସ୍ଥା ଦିଅନ୍ତି, ତେବେ ସେମାନେ ତାହା ପାଳନ କରିବେ କି? ସେମାନେ ଅନୁଗ୍ରହ ବଦଳରେ ବ୍ୟବସ୍ଥାକୁ ଗ୍ରହଣ କରିବାକୁ ଯାଉଛନ୍ତି। ଆଜିର ସମୟରେ ମଧ୍ୟ ଅନେକ ଲୋକ ଏପରି କରୁଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ, କାରଣ ଆମେ ଏପରି ଏକ ସମୟରେ ବାସ କରୁଛୁ ଯେଉଁଠାରେ ପରମେଶ୍ୱର ଅନୁଗ୍ରହ ଦ୍ୱାରା ପରିତ୍ରାଣ ଦେବାକୁ ପ୍ରତିଜ୍ଞା କରିଛନ୍ତି। ପରମେଶ୍ୱର ବ୍ୟବସ୍ଥା ଦ୍ୱାରା ପରିତ୍ରାଣ ଦିଅନ୍ତି ନାହିଁ। ବ୍ୟବସ୍ଥା ଏବଂ ଅନୁଗ୍ରହ ମଧ୍ୟରେ କେତେକ ବଡ଼ ପାର୍ଥକ୍ୟ ରହିଛି। ବ୍ୟବସ୍ଥା ଭଲମନ୍ଦ ବିଷୟରେ କହେ, ବ୍ୟବସ୍ଥା ସମର୍ପଣ କରେ। ବ୍ୟବସ୍ଥା କହେ କାର୍ଯ୍ୟ କର, ଅନୁଗ୍ରହ କହେ ବିଶ୍ରାମ କର। ବ୍ୟବସ୍ଥା ଭୟ ଦେଖାଏ, ଅଭିଶାପ ବିଷୟରେ କହେ, ଅନୁଗ୍ରହ ଆଶୀର୍ବାଦ ଘୋଷଣା କରେ। ବ୍ୟବସ୍ଥା କହେ କର ତେବେ ବଞ୍ଚିବ, ଅନୁଗ୍ରହ କହେ ବଞ୍ଚ ତେବେ ତୁମେ କରିପାରିବ। ବ୍ୟବସ୍ଥା ଉତ୍ତମ ବ୍ୟକ୍ତିକୁ ଦୋଷୀ ସାବ୍ୟସ୍ତ କରେ, ଅନୁଗ୍ରହ ଜଣେ ପାପୀକୁ ଉଦ୍ଧାର କରେ। ବ୍ୟବସ୍ଥା ଈଶ୍ୱରଙ୍କ ଗୁଣକୁ ପ୍ରକାଶ କରେ, ଏହା ମନୁଷ୍ୟର ଦୁର୍ବଳତାକୁ ମଧ୍ୟ ପ୍ରକାଶ କରେ। ରୋମିଓ 3 ପର୍ବ ତାର 19 ପଦରେ ପାଉଲ କହନ୍ତି, ଆଉ ଆମ୍ଭେମାନେ ତ ଜାଣୁ ଯେ ବ୍ୟବସ୍ଥା ଯାହା ଯାହା କୁହେ ସେହି ସବୁ ବ୍ୟବସ୍ଥାଧୀନ ଲୋକମାନଙ୍କୁ କୁହେ, ଯେପରି ପ୍ରତ୍ୟେକ ମୁଖ ବନ୍ଦ କରାଯିବ ଓ ସମସ୍ତ ଜଗତ ଈଶ୍ୱରଙ୍କ ବିଚାରରେ ଦଣ୍ଡନୀୟ ହେବ। ଏଠାରେ ଆପଣ ଦେଖିବେ ଯେ ପରମେଶ୍ୱର ବ୍ୟବସ୍ଥାକୁ କେବେ ହେଲେ ପରିତ୍ରାଣର ସାଧନ ନିମନ୍ତେ ଦେଇନଥିଲେ। ବ୍ୟବସ୍ଥା ପାଳନ କରି କେହି କେବେ ମଧ୍ୟ ପରିତ୍ରାଣ ପାଇନାହାନ୍ତି। ଆପଣ ଏପରି ଜଣେ ହେଲେ ବ୍ୟକ୍ତିଙ୍କ ନାମ କହି ପାରିବେ ନାହିଁ। ମୂଷା ନରହତ୍ୟାକାରୀ ଥିଲେ, ସେ ନିଜର କ୍ରୋଧକୁ ନିୟନ୍ତ୍ରଣ କରିପାରିନଥିଲେ ଏବଂ ପରମେଶ୍ୱରଙ୍କର ବାକ୍ୟ ଅମାନ୍ୟ କରିଥିଲେ। ତେବେ ବ୍ୟବସ୍ଥା କାହିଁକି ଦିଆଯାଇଥିଲା? ଏହା ପଛରେ ଏକ ନିର୍ଦ୍ଦିଷ୍ଟ କାରଣ ଥିଲା, ଯାହା ଗାଲାତୀୟ ପୁସ୍ତକ 3 ପର୍ବ ତାର 19ରେ ଲେଖା ଅଛି। ତେବେ ବ୍ୟବସ୍ଥା କାହିଁକି ଦତ୍ତ ହେଲା? ଯେଉଁ ସନ୍ତାନକୁ ଲକ୍ଷ୍ୟ କରି ପ୍ରତିଜ୍ଞା କରାଯାଇଥିଲା, ତାହାଙ୍କ ନ ଆସିବା ପର୍ଯ୍ୟନ୍ତ ତାହା ଆଜ୍ଞା ଲଙ୍ଘନ ହେତୁ ଯୋଗ କରାଗଲା। ପୁଣି ତାହା ଦୂତମାନଙ୍କ ଦ୍ୱାରା ଜଣେ ମଧ୍ୟସ୍ଥଙ୍କ ହସ୍ତରେ ସ୍ଥାପିତ ହୋଇଥିଲା। ବ୍ୟବସ୍ଥା ଏଥିପାଇଁ ଦିଆଯାଇଥିଲା ଯେ ତାହା ପ୍ରକାଶ କରେ ଯେ ଆମେ ପାପୀ। ସେହି ସନ୍ତାନ ନ ଆସିବା ପର୍ଯ୍ୟନ୍ତ ଏହା ଅସ୍ଥାୟୀ ଭାବରେ ଦିଆଯାଇଥିଲା।
ଏହି ପଦରେ ଯେଉଁ ସନ୍ତାନ ବିଷୟରେ କୁହାଯାଇଛି ସେ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ପାଉଲ ଗାଲାତୀୟ ପୁସ୍ତକ 3 ପର୍ବ ତାର 24ରେ ଆଗକୁ କୁହନ୍ତି ଯେ ଏହି ପ୍ରକାରେ ବିଶ୍ୱାସ ହେତୁ ଆମମାନଙ୍କର ଧାର୍ମିକତା ଗଣିତ ହେବା ନିମନ୍ତେ ଖ୍ରୀଷ୍ଟଙ୍କ ଆଗମନ ପର୍ଯ୍ୟନ୍ତ ବ୍ୟବସ୍ଥା ଆମମାନଙ୍କର ଶିକ୍ଷକ ସ୍ୱରୂପ ହୋଇଥିଲା। ଏଠାରେ ସ୍କୁଲ ଶିକ୍ଷକ କୌଣସି ବିଦ୍ୟାଳୟର ଶିକ୍ଷକ ନୁହନ୍ତି, ବରଂ ଜଣେ ରୋମାନ ସମ୍ଭ୍ରାନ୍ତ ବ୍ୟକ୍ତିଙ୍କ ଘରର ଏପରି ଜଣେ ଦାସ ଯିଏ ପିଲାଟିର ଯତ୍ନ ନେଉଥିଲେ। ସେ ପିଲାଟିକୁ ପୋଷାକ ପିନ୍ଧାଉଥିଲେ, ଗାଧୋଇ ଦେଉଥିଲେ, ପ୍ରସ୍ତୁତ କରୁଥିଲେ, ଆବଶ୍ୟକ ପଡ଼ିଲେ ତାର ନାକ ସଫା କରୁଥିଲେ ଏବଂ ଦରକାର ହେଲେ ତାକୁ ଶାସନ ମଧ୍ୟ କରୁଥିଲେ। ପିଲାଟି ଯେତେବେଳେ ବିଦ୍ୟାଳୟ ଯିବା ବୟସରେ ହେଉଥିଲା ସେତେବେଳେ ସେହି ସ୍କୁଲ ଶିକ୍ଷକ ତାକୁ ବିଦ୍ୟାଳୟକୁ ନେଇଯାଉଥିଲେ। ସ୍କୁଲ ଶିକ୍ଷକ ପାଇଁ ବ୍ୟବହୃତ ଗ୍ରୀକ୍ ଶବ୍ଦ ହେଉଛି ପାଏଡାଗୋଗସ୍, ଯାହାର ଅର୍ଥ ହେଉଛି ଶିଶୁ ପରିଚାଳକ, ଅର୍ଥାତ୍ ଯିଏ ଏକ ଛୋଟ ପିଲାର ହାତ ଧରି ତାହାକୁ ବିଦ୍ୟାଳୟକୁ ନେଇଯାଏ। ବ୍ୟବସ୍ଥା ହେଉଛି ଆମର ସ୍କୁଲ ଶିକ୍ଷକ। ଆମର ପାଏଡାଗୋଗସ୍ ଏହା ଏକ ଛୋଟ ପିଲା ପରି ଆମର ହାତ ଧରି ଆମକୁ କୃଷ ନିକଟକୁ ନେଇଯାଏ ଏବଂ କୁହେ, ହେ ଶିଶୁ, ତୁମର ଜଣେ ପରିତ୍ରାଣକାରୀଙ୍କ ଆବଶ୍ୟକତା ଅଛି। ତୁମେ ଜଣେ ପାପୀ ଏବଂ ତୁମକୁ ପରିତ୍ରାଣ ପାଇବାକୁ ହେବ। ଯାତ୍ରା 19 ପର୍ବ ତାର 6 ପଦରେ ଲେଖା ଅଛି, ପୁଣି ତୁମ୍ଭେମାନେ ଆମ ନିମନ୍ତେ ଯାଜକମାନଙ୍କର ଏକ ରାଜବଂଶ ଓ ଏକ ପବିତ୍ର ଗୋଷ୍ଠୀ, ଦେହବନ୍ତ। ଏହିସବୁ କଥା ତୁମ୍ଭେ ଇସ୍ରାଏଲୀୟ ସନ୍ତାନମାନଙ୍କୁ କୁହ। ଆପଣ ଏଠାରେ ଦେଖିବେ ଯେ ପରମେଶ୍ୱର ଆରମ୍ଭରେ ଇସ୍ରାଏଲକୁ ଯାଜକମାନଙ୍କର ଏକ ରାଜ୍ୟ କରିବାକୁ ଚାହିଁଥିଲେ। ସେମାନଙ୍କର ସମସ୍ତ ବଂଶ ଯାଜକ ହେବାର ଥିଲା। କାଦେଶ ବର୍ଣ୍ଣଠାରେ ସେହି ଦେଶରେ ପ୍ରବେଶ କରିବାରେ ବିଫଳତା ହେତୁ ଏବଂ ମୋଶା ପରମେଶ୍ୱରଙ୍କ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ପର୍ବତ ଉପରେ ଥିବା ସମୟରେ ସେମାନେ ସ୍ୱର୍ଣ୍ଣ ବାଛୁରୀ ପ୍ରସ୍ତୁତ କରି ତାର ପୂଜା କରୁଥିବା ହେତୁ କେବଳ ଗୋଟିଏ ବଂଶକୁ ଯାଜକୀୟ ବଂଶ ଭାବରେ ମନୋନୀତ କରାଗଲା। ତେବେ 1000 ବର୍ଷର ରାଜତ୍ୱ ସମୟରେ ପରମେଶ୍ୱରଙ୍କର ଚୂଡ଼ାନ୍ତ ଲକ୍ଷ୍ୟ ହେଉଛି ସମ୍ପୂର୍ଣ୍ଣ ଜାତିକୁ ଯାଜକମାନଙ୍କର ଏକ ରାଜ୍ୟ କରିବା। ଏହି ପୃଥିବୀରୁ ମଣ୍ଡଳୀକୁ ଉଠାଯିବ ଏବଂ ନୂତନ ଜେରୁସାଲେମରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସହିତ ସ୍ୱର୍ଗରେ ରହିବାର ବହୁ ସମୟ ପରେ ଏହା ଘଟିବାକୁ ଯାଉଛି। ଯାତ୍ରା 19 ପର୍ବ ତାର 7 ପଦରେ ଲେଖା ଅଛି, ତୋହମୋଶା ଆସି ଲୋକମାନଙ୍କର ପ୍ରାଚୀନ ବର୍ଗଙ୍କୁ ଡକାଇ ସଦାପ୍ରଭୁଙ୍କ ଦ୍ୱାରା ଆଦିଷ୍ଟ ଏହିସବୁ କଥା ସେମାନଙ୍କ ଅଗ୍ରତେ ପ୍ରସ୍ତାବ କଲେ। ଆପଣ ଏଠାରେ ଦେଖିବେ ଯେ ଏହି ଲୋକମାନଙ୍କ କଥା ଶୁଣନ୍ତୁ, ସେମାନଙ୍କର କେତେ ବିଶ୍ୱାସ ଥିଲା। ଯାତ୍ରା 19 ପର୍ବ ତାର 8 ପଦରେ ଲେଖା ଅଛି, ତହିଁରେ ସମସ୍ତ ଲୋକ ଏକ ସଙ୍ଗରେ ଅଙ୍ଗୀକାର କରି କହିଲେ, ସଦାପ୍ରଭୁ ଯେଉଁ କଥା କହିଅଛନ୍ତି ତାହା ସବୁ ଆମ୍ଭେମାନେ କରିବା। ସେତେବେଳେ ମୋଶା ପ୍ରଭୁଙ୍କର ନିକଟରେ ଲୋକମାନଙ୍କ କଥା ଜଣାଇଲେ। ସିନୟ ପର୍ବତଠାରେ ଇସ୍ରାଏଲ ଜାତିକୁ ବ୍ୟବସ୍ଥା ଦିଆଯିବା ସହିତ ବ୍ୟବସ୍ଥା ଯୁଗର ଆରମ୍ଭ ହୋଇଥିଲା। ଏହି ଯୁଗ ସିନୟ ପର୍ବତଠାରୁ କାଲବରୀ କ୍ରୁଶ ପର୍ଯ୍ୟନ୍ତ, ଅର୍ଥାତ୍ ମିଶରରୁ ଯାତ୍ରାଠାରୁ କୃଷାର୍ପଣ ପର୍ଯ୍ୟନ୍ତ ବିସ୍ତାରିତ। ଇସ୍ରାଏଲ ଜାତି ଆଦର୍ଶ ଜୀବନ ଯାପନ କରିବା ନିମନ୍ତେ ଏହା ଏକ ପ୍ରକାଶନ ଥିଲା ଯେ ସେମାନେ ବ୍ୟବସ୍ଥା ପାଳନ କରିବାକୁ ଅସମର୍ଥ। ଇସ୍ରାଏଲିଆମାନେ କହିଥିଲେ ଯେ ସଦାପ୍ରଭୁ ଯାହା ସବୁ କହିଛନ୍ତି ସେହି ସବୁ ଆମ୍ଭେମାନେ ପାଳନ କରିବୁ। ସେହି ବ୍ୟବସ୍ଥା କ'ଣ ତାହା ଜାଣିବା ପୂର୍ବରୁ ହିଁ ସେମାନେ କହିଥିଲେ, ତାହା ଆଣ, ଆମ୍ଭେ ତାହା ପାଳନ କରିବୁ। ଏହାପରେ ସେମାନେ ପରବର୍ତ୍ତୀ 1500 ବର୍ଷ ଧରି ପ୍ରମାଣିତ କରିଦେଲେ ଯେ ସେମାନେ ବ୍ୟବସ୍ଥା ପାଳନ କରିପାରିବେ ନାହିଁ। ଆଜିର ସମୟରେ ମଧ୍ୟ ଅନେକ ଲୋକଙ୍କର ଏହି ସମାନ ମନୋଭାବ ରହିଛି। ସେମାନେ ଭାବନ୍ତି ଯେ ମନୁଷ୍ୟ ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରିପାରିବ। ମନୁଷ୍ୟ ବ୍ୟବସ୍ଥା ପାଳନ କରିପାରେ ନାହିଁ ଏବଂ ମନୁଷ୍ୟ ଚେଷ୍ଟା କରି ସମ୍ପୂର୍ଣ୍ଣ ଭାବେ ବିଫଳ ହୁଏ। ବ୍ୟବସ୍ଥା ମନୁଷ୍ୟର ପୁରାତନ ସ୍ୱଭାବକୁ ନିୟନ୍ତ୍ରଣ କରିବା ପାଇଁ ଦିଆଯାଇଥିଲା, କିନ୍ତୁ ଏହା ତାହା କରିପାରେ ନାହିଁ, କାରଣ ସେହି ପୁରାତନ ସ୍ୱଭାବକୁ କେବେ ହେଲେ ନିୟନ୍ତ୍ରଣ କରାଯାଇପାରିବ ନାହିଁ। ରୋମିଓ ପୁସ୍ତକରେ ପାଉଲ ଏପରି କହନ୍ତି, ରୋମିଓ 8 ପର୍ବ ତାର 6 ଏବଂ 7 ପଦରେ ଲେଖା ଅଛି, କାରଣ ଶାରୀରିକ ଭାବ ମୃତ୍ୟୁଜନକ, କିନ୍ତୁ ଆତ୍ମିକ ଭାବ ଜୀବନ ଓ ଶାନ୍ତିଦାୟକ। ଯେଣୁ ଶାରୀରିକ ଭାବ ଈଶ୍ୱରଙ୍କ ବିରୁଦ୍ଧରେ ଶତ୍ରୁତା, କାରଣ ତାହା ଈଶ୍ୱରଙ୍କ ବ୍ୟବସ୍ଥାର ବଶୀଭୂତ ନୁହେଁ, ପୁଣି ବଶୀଭୂତ ହେବା ଅସମ୍ଭବ। ଏଠାରେ ଆପଣଙ୍କର ଏବଂ ମୋର ଏକ ପୁରାତନ ସ୍ୱଭାବ ରହିଛି। ଏହା ପରମେଶ୍ୱରଙ୍କର ସହିତ ଶତ୍ରୁତା ଭାବ ରଖେ। ଏହା କେବେ ହେଲେ ପରମେଶ୍ୱରଙ୍କର ଆଜ୍ଞା ହୋଇପାରିବ ନାହିଁ ଏବଂ କେବେ ମଧ୍ୟ ତାଙ୍କୁ ସନ୍ତୁଷ୍ଟ କରିପାରିବ ନାହିଁ। ଆପଣ କ'ଣ ନିଜ ଜୀବନରେ ଏହି ସତ୍ୟକୁ ଆବିଷ୍କାର କରିଛନ୍ତି? ଆପଣ କ'ଣ ଅନୁଭବ କରିଛନ୍ତି ଯେ ପରମେଶ୍ୱରଙ୍କର ମାନଦଣ୍ଡ ଅନୁଯାୟୀ ଚଳିବାରେ ଆପଣ ବିଫଳ ହୋଇଛନ୍ତି? ପରମେଶ୍ୱରଙ୍କୁ ଧନ୍ୟବାଦ ହେଉ ଯେ ସେ ଆମ ପାଇଁ ଓ ଅନ୍ୟ ଏକ ବ୍ୟବସ୍ଥା କରିଛନ୍ତି। ଜଣେ ବ୍ୟକ୍ତି ଯଦି କୁହେ ଯେ ମୁଁ ବ୍ୟବସ୍ଥା ପାଳନ କରେ, ତେବେ ଏହାଠାରୁ ବଡ଼ କପଟତା ଆଉ କିଛି ହୋଇପାରିବ ନାହିଁ।
କେହି ମଧ୍ୟ ପରମେଶ୍ୱରଙ୍କ ମାନଦଣ୍ଡ ସହିତ ସମାନ ହୋଇପାରିବ ନାହିଁ। ଇସ୍ରାଏଲକୁ ଦେଖନ୍ତୁ, ପରମେଶ୍ୱର ସେମାନଙ୍କୁ ବ୍ୟବସ୍ଥା ଦେବାକୁ ଯାଉଛନ୍ତି ଏବଂ ସେମାନେ କହୁଛନ୍ତି ତାହା ଆଣ, ଆମେ ତାହା ପାଳନ କରିବାକୁ ପ୍ରସ୍ତୁତ ଅଛୁ। ଏହା କେତେ ବଡ଼ ଆତ୍ମବଡ଼ିମା କଥା ନୁହେଁ କି? ତଥାପି ଆଜିର ସମୟରେ ଅନେକ ଦାବି କରନ୍ତି ଯେ ସେମାନେ ବ୍ୟବସ୍ଥା ପାଳନ କରୁଛନ୍ତି। ସେତେବେଳେ ମଧ୍ୟ ପରମେଶ୍ୱର ସ୍ପଷ୍ଟ ଭାବରେ ପ୍ରମାଣିତ କରିଦେଇଛନ୍ତି ଯେ ବ୍ୟବସ୍ଥା ଦ୍ୱାରା କେହି ପରିତ୍ରାଣ ପାଇପାରିବେ ନାହିଁ, କାରଣ କେହି ହେଲେ ବ୍ୟବସ୍ଥା ପାଳନ କରିପାରିବେ ନାହିଁ। ଇସ୍ରାଏଲ ଜାତି ଦ୍ୱାରା ଏହା ପ୍ରମାଣିତ କରାଯାଇଥିଲା ଯେ ସେମାନେ ଈଶ୍ୱରଙ୍କ ବ୍ୟବସ୍ଥା ଅନୁସାରେ ଜୀବନ କାଟି ପାରିନଥିଲେ। ଯାତ୍ରା 19 ପର୍ବ ତାର 9 ପଦରେ ଲେଖା ଅଛି, ତହୁଁ ସଦାପ୍ରଭୁ ମୂଷାଙ୍କୁ କହିଲେ, ଦେଖ, ଆମ୍ଭେ ତୁମ୍ଭ ସହିତ କଥା କହିଲା ବେଳେ ଲୋକମାନେ ଯେପରି ତାହା ଶୁଣିପାରିବେ ମଧ୍ୟ ତୁମ୍ଭଠାରେ ସର୍ବଦା ପ୍ରତ୍ୟୟ କରିବେ। ଏଥିପାଇଁ ଆମ୍ଭେ ନିବିଡ଼ ମେଘରେ ତୁମ୍ଭ ନିକଟକୁ ଆସୁଅଛୁ। ଏଥି ଉତ୍ତାରେ ମୂଷା ଲୋକମାନଙ୍କ କଥା ସଦାପ୍ରଭୁଙ୍କୁ ଜଣାଇଲେ। ଏଠାରେ ଆପଣ ଦେଖିବେ ଯେ କିଛି ଲୋକ ଅଛନ୍ତି ଯେଉଁମାନେ ଭାବନ୍ତି ଯେ ବ୍ୟବସ୍ଥା ପ୍ରଦାନ କରାଯିବା ଏକ ଭଲ ବିଷୟ ଥିଲା। ବହୁ ବର୍ଷ ପୂର୍ବେ ଜଣେ ଅତ୍ୟନ୍ତ ସୁଶିକ୍ଷିତ ଓ ଭଦ୍ର ବ୍ୟକ୍ତି ଜଣେ ପାଳକଙ୍କୁ କହିଥିଲେ, ଆପଣ କ'ଣ ଭାବୁନାହାନ୍ତି ଯେ ବ୍ୟବସ୍ଥା ପାଇବା ଏକ ସୁନ୍ଦର ଓ ଚମତ୍କାର ବିଷୟ ଥିଲା? ସେତେବେଳେ ପାଳକ ତାଙ୍କୁ ଉତ୍ତର ଦେଲେ, ମୁଁ ଏଥିରେ କୌଣସି ସୁନ୍ଦରତା ଦେଖିପାରୁନାହିଁ। ଏହା ଏକ ଅତ୍ୟନ୍ତ ଭୟାନକ ବିଷୟ ଅଟେ। ଯାତ୍ରା 19 ପର୍ବ ତାର 10 ଏବଂ 11 ପଦରେ ଲେଖା ଅଛି, ତହୁଁ ସଦାପ୍ରଭୁ ମୂଷାଙ୍କୁ କହିଲେ, ତୁମ୍ଭେ ଲୋକମାନଙ୍କ ନିକଟକୁ ଯାଇ ଆଜି ଓ କାଲି ସେମାନଙ୍କୁ ପବିତ୍ର କର। ପୁଣି ସେମାନେ ଆପଣା ଆପଣା ବସ୍ତ୍ର ଧୌତ କରନ୍ତୁ ଓ ତୃତୀୟ ଦିନ ନିମନ୍ତେ ସମସ୍ତେ ପ୍ରସ୍ତୁତ ହେଉନ୍ତୁ, କାରଣ ତୃତୀୟ ଦିନରେ ସଦାପ୍ରଭୁ ସମସ୍ତ ଲୋକଙ୍କ ସାକ୍ଷାତରେ ସିନାଇ ପର୍ବତ ଉପରକୁ ଓହ୍ଲାଇ ଆସିବେ। ଏଠାରେ ଆପଣ ଦେଖିବେ ଯେ ଚମତ୍କାର ଓ ମହାନ ଦୃଶ୍ୟ ନୁହେଁ କି? କିନ୍ତୁ ଏହାପରେ ଯାହା ଘଟିଲା ତାହା ଶୁଣନ୍ତୁ। ଯାତ୍ରା 19 ପର୍ବ ତାର 12 ପଦରେ ଲେଖା ଅଛି, ଏହେତୁ ତୁମ୍ଭେ ଲୋକମାନଙ୍କ ଚତୁର୍ଦିଗରେ ସୀମା ନିରୂପଣ କରି ଏହି କଥା କୁହ, ତୁମ୍ଭେମାନେ ପର୍ବତାରୋହଣ ଓ ତହିଁର ସୀମା ସ୍ପର୍ଶ କରିବାକୁ ସାବଧାନ ହୁଅ। ଯେ କେହି ପର୍ବତ ସ୍ପର୍ଶ କରିବ ସେ ଅବଶ୍ୟ ହତ ହେବ। ଏହା କ'ଣ ଏକ ସୁନ୍ଦର ଦୃଶ୍ୟ ପରି ମନେ ହେଉଛି କି? ଇସ୍ରାଏଲ ସନ୍ତାନମାନଙ୍କୁ ପର୍ବତର ନିକଟତର ନ ହେବାକୁ ଏବଂ ତାହାକୁ ସ୍ପର୍ଶ ନ କରିବାକୁ କୁହାଯାଇଥିଲା, ନଚେତ୍ ସେମାନେ ମୃତ୍ୟୁବରଣ କରିଥାନ୍ତେ। ବନ୍ଧୁଗଣ, ତାହା ସୁନ୍ଦର ବିଷୟ ନଥିଲା, ତାହା ଥିଲା ଅତ୍ୟନ୍ତ ଭୟଙ୍କର ବିଷୟ। ଯାତ୍ରା 19 ପର୍ବ ତାର 13ରୁ 16 ପଦରେ ଲେଖା ଅଛି, କାହାର ହାତ ତାହାକୁ ସ୍ପର୍ଶ କରିବ ନାହିଁ, ମାତ୍ର ସେ ଅବଶ୍ୟ ପ୍ରସ୍ତରାଘାତରେ ହତ ହେବ କିମ୍ବା ବାଣ ଦ୍ୱାରା ବିଦ୍ଧ ହେବ। ପଶୁ ହେଉ କି ମନୁଷ୍ୟ ହେଉ କଦାପି ବଞ୍ଚିବ ନାହିଁ। ତୁରୀର ଦୀର୍ଘଧ୍ୱନି ହେଲେ ସେମାନେ ପର୍ବତ ପର୍ଯ୍ୟନ୍ତ ଉଠି ଆସିବେ। ଅନନ୍ତର ମୂଷା ପର୍ବତରୁ ଓହ୍ଲାଇ ଲୋକମାନଙ୍କ ନିକଟକୁ ଆସି ସେମାନଙ୍କୁ ପବିତ୍ର କଲେ। ପୁଣି ସେମାନେ ଆପଣା ଆପଣା ବସ୍ତ୍ର ସବୁ ଧୌତ କଲେ। ତହୁଁ ସେ ଲୋକମାନଙ୍କୁ କହିଲେ, ତୁମ୍ଭେମାନେ ତୃତୀୟ ଦିନ ନିମନ୍ତେ ପ୍ରସ୍ତୁତ ହୁଅ, ଆପଣା ଆପଣା ଭାର୍ଯ୍ୟା ନିକଟକୁ ଯାଅ ନାହିଁ। ଅନନ୍ତର ତୃତୀୟ ଦିନର ପ୍ରଭାତ ହୁଅନ୍ତି ମେଘ ଗର୍ଜନ ଓ ବିଜୁଳି ଓ ପର୍ବତ ଉପରେ ନିବିଡ଼ ମେଘ ଓ ଅତିଶୟ ଉଚ୍ଚ ସ୍ୱରରେ ତୁରୀଧ୍ୱନି ହେବାକୁ ଲାଗିଲା। ତହିଁରେ ଛାଉଣି ସ୍ଥିତ ସମସ୍ତ ଲୋକ କମ୍ପାନିତ ହେଲେ। ଏହା କୌଣସି ସର୍କସର ଶୋଭାଯାତ୍ରା ଚାଲି ନାହିଁ, ବରଂ ଏହା ହେଉଛି ପରମେଶ୍ୱରଙ୍କ ବ୍ୟବସ୍ଥା ପ୍ରଦାନର ସମୟ। ଏହା ଏକ ଅତ୍ୟନ୍ତ ଭୟଙ୍କର ଅନୁଭୂତି ଥିଲା ଏବଂ ଲୋକମାନେ ଭୟରେ କମ୍ପୁଥିଲେ, କାରଣ ତାହା ଅତ୍ୟନ୍ତ ଭୟଙ୍କର ବିଷୟ ଥିଲା। ଯାତ୍ରା 19 ପର୍ବ ତାର 17ରୁ 21 ପଦରେ ଲେଖା ଅଛି, ତହୁଁ ପରମେଶ୍ୱରଙ୍କର ସହିତ ସାକ୍ଷାତ କରିବା ନିମନ୍ତେ ମୂଷା ଲୋକମାନଙ୍କୁ ଛାଉଣିରୁ ବାହାର କରି ଆଣିଲେ। ତହିଁରେ ସେମାନେ ପର୍ବତର ତଳେ ଛିଡ଼ା ହେଲେ। ସେତେବେଳେ ସିନାଇ ପର୍ବତ ଧୂମମୟ ଥିଲା, କାରଣ ସଦାପ୍ରଭୁ ଅଗ୍ନିବାହନରେ ତହିଁ ଉପରେ ଅବହରଣ କଲେ। ତହିଁରେ ଭାଟିର ଧୂମ ପରି ତହିଁରୁ ଧୂମ ଉଠିଲା। ପୁଣି ସମୁଦାୟ ପର୍ବତ ଅତିଶୟ କମ୍ପିଲା। ପୁଣି ତୁରୀ ଶବ୍ଦ କ୍ରମଶଃ ଅତିଶୟ ଉଚ୍ଚ ହୁଅନ୍ତି ମୂଷା କଥା କହିଲେ। ତହିଁରେ ପରମେଶ୍ୱର ଏକ ରବ ଦ୍ୱାରା ତାଙ୍କୁ ଉତ୍ତର ଦେଲେ। ଅନନ୍ତର ସଦାପ୍ରଭୁ ସିନାଇ ପର୍ବତ ଉପରେ ଅର୍ଥାତ୍ ପର୍ବତ ଶୃଙ୍ଗରେ ଅବହରଣ କଲା ଉତ୍ତାରେ ମୂଷାଙ୍କୁ ସେହି ପର୍ବତ ଶୃଙ୍ଗକୁ ଡାକିଲେ। ତହିଁରେ ମୂଷା ଆରୋହଣ କଲେ। ସେତେବେଳେ ସଦାପ୍ରଭୁ ମୂଷାଙ୍କୁ କହିଲେ, ତୁମ୍ଭେ ଓହ୍ଲାଇ ଯାଇ ଲୋକମାନଙ୍କୁ ଦୃଢ଼ ଆଦେଶ କର, ନହେଲେ ସଦାପ୍ରଭୁଙ୍କୁ ଦେଖିବା ପାଇଁ ସୀମା ଲଙ୍ଘନ କଲେ ସେମାନଙ୍କ ମଧ୍ୟରୁ ଅନେକ ବିନଷ୍ଟ ହେବେ। କେତେକ ଇସ୍ରାଏଲୀୟ ଭାବନ୍ତି ଯେ ସେମାନେ ହୁଏତ କୌଣସି ଚମତ୍କାର ଦୃଶ୍ୟ ଦେଖିବାକୁ ପାଇବେ, କିନ୍ତୁ ସେମାନେ କିଛି ମଧ୍ୟ ଦେଖିବାକୁ ପାଇଲେ ନାହିଁ। ସେମାନେ କେବଳ ଏକ ସ୍ୱର ଶୁଣିଲେ ଏବଂ ଆଜି ପର୍ଯ୍ୟନ୍ତ ମଧ୍ୟ ଈଶ୍ୱର ତାଙ୍କ ରବ ଶୁଣାନ୍ତି। କାରଣ ଯୋହନ 1 ପର୍ବ ତାର 18 ପଦ କହି,
କେହି କେବେ ଈଶ୍ୱରଙ୍କୁ ଦେଖି ନାହିଁ। ପିତାଙ୍କ କୋଳସ୍ଥିତ ଅଦ୍ୱିତୀୟ ପୁତ୍ର ତାହାଙ୍କୁ ପ୍ରକାଶ କଲେ। ଯାତ୍ରା 19 ପର୍ବ ତାର 22-25 ପଦରେ ଲେଖା ଅଛି। ଆଉ ଯେଉଁ ଯାଜକମାନେ ସଦାପ୍ରଭୁଙ୍କର ନିକଟବର୍ତ୍ତୀ ହୋଇଥାନ୍ତି ସେମାନେ ହିଁ ଆପଣମାନଙ୍କୁ ପବିତ୍ର କରନ୍ତୁ, ନହେଲେ ସେ ସେମାନଙ୍କୁ ଆକ୍ରମଣ କରିବେ। ତହିଁରେ ମୂଷା ସଦାପ୍ରଭୁଙ୍କୁ କହିଲେ, ଲୋକମାନେ ସିନାଇ ପର୍ବତରେ ଆରୋହଣ କରିପାରନ୍ତି ନାହିଁ, କାରଣ ତୁମ୍ଭେ ଦୃଢ଼ ଆଜ୍ଞା ଦେଇ ଆମମାନଙ୍କୁ କହିଅଛ, ପର୍ବତର ସୀମା ନିରୂପଣ କର ଓ ତାହା ପବିତ୍ର କର। ତେବେ ସଦାପ୍ରଭୁ ତାଙ୍କୁ କହିଲେ, ଯାଅ ଓହ୍ଲାଅ, ପୁଣି ତୁମ୍ଭେ ହାରୋଣଙ୍କୁ ସଙ୍ଗରେ ନେଇ ଆରୋହଣ କରିବ। ମାତ୍ର ଯାଜକଗଣ ଓ ଲୋକମାନଙ୍କ ଉପରେ ସଦାପ୍ରଭୁ ଯେପରି ଆକ୍ରମଣ ନ କରନ୍ତି, ଏଥିପାଇଁ ସେମାନେ ତାହାଙ୍କ କ୍ଷମାକୁ ଆସିବା ପାଇଁ ସୀମା ଅତିକ୍ରମ ନ କରନ୍ତୁ। ତହୁ ମୂଷା ଲୋକମାନଙ୍କ ନିକଟକୁ ଓହ୍ଲାଇ ଯାଇ ସେମାନଙ୍କୁ ସେହି ପ୍ରକାର ଆଜ୍ଞା ଦେଲେ। ଏଠାରେ ଆପଣ ଦେଖିବେ ଯେ ବ୍ୟବସ୍ଥା ପାଳନ କରିବା ପାଇଁ ଇସ୍ରାଏଲର ପ୍ରତିଜ୍ଞା ଏକ ଏପରି ଭୁଲ ଥିଲା, ଯାହା ସେମାନେ ନିଜ ବିଷୟରେ ଏବଂ ନିଜ ଦୁର୍ବଳତା ବିଷୟରେ ଅଧିକ ଜାଣିଥିଲେ କଦାପି କରିନଥାନ୍ତେ। ସେହି ବ୍ୟବସ୍ଥା ଯୁଗ ଏବଂ ଆମର ଏହି ଅନୁଗ୍ରହ ଯୁଗ ମଧ୍ୟରେ ଏକ ବିରାଟ ପାର୍ଥକ୍ୟ ରହିଛି। ଈଶ୍ୱର ଆମକୁ ଅନୁଗ୍ରହର ଯୁଗରେ ରଖିଛନ୍ତି। ଅନୁଗ୍ରହରେ ପ୍ରଭୁ ଯୀଶୁଖ୍ରୀଷ୍ଟ କ୍ରୁଶ ଉପରେ ପରିତ୍ରାଣର କାର୍ଯ୍ୟ ସାଧନ କଲେ। ଯଦି ଆମେ ପରିତ୍ରାଣ କାର୍ଯ୍ୟରେ ବିଶ୍ୱାସ କରୁ, ତେବେ ପରିତ୍ରାଣ ପାଇବା ଓ ଅନନ୍ତକାଳ ସ୍ୱର୍ଗରେ ତାଙ୍କ ସହିତ ରହିବା। ପ୍ରିୟ ବନ୍ଧୁ, ଆପଣ କ'ଣ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରନ୍ତି କି? ଯଦି ଆପଣ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବେ, ତାହେଲେ ସେ ଅନନ୍ତ ଜୀବନର ଅଧିକାରୀ ଆପଣ ହୋଇପାରିବେ। ମୁଁ ଆଶା କରେ ଆଜିର ଅଧ୍ୟୟନଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଆପଣଙ୍କଠାରୁ ବିଦାୟ ନେବା ପୂର୍ବରୁ ଆସନ୍ତୁ ପ୍ରାର୍ଥନା କରିବା। ମଙ୍ଗଳମୟ ସ୍ୱର୍ଗସ୍ଥ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଅଛୁ। ଆଜିର ସୁନ୍ଦର ବାକ୍ୟ ଦ୍ୱାରା ଆମମାନଙ୍କୁ ତୁମେ କଥା କହିଅଛ। ଧନ୍ୟବାଦ ଦେଉଛୁ ପ୍ରଭୁ। ତୁମେ ବାକ୍ୟ ରୂପେ ଈଶ୍ୱର ପ୍ରତି ମୁହୂର୍ତ୍ତରେ ପ୍ରତି ସମୟରେ ଆମମାନଙ୍କୁ ତୁମେ କଥା କହିଥାଅ। ଆଜିର ଅଧ୍ୟୟନ ମଧ୍ୟରେ ଯାହା କିଛି ପ୍ରଭୁ ଆମେ ଶିକ୍ଷା ଲାଭ କରିଅଛୁ, ସେ ସମସ୍ତ ବିଷୟକୁ ବୁଝିବା ନିମନ୍ତେ ଆମମାନଙ୍କୁ ତୁମେ ସାହାଯ୍ୟ କର। ସେ ବାକ୍ୟକୁ ଯେପରି ଆମେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝିକି ପ୍ରଭୁ ନିଜ ନିଜର ଜୀବନରେ ଯେପରି ଗ୍ରହଣ କରିବାକୁ ପାରିବୁ, ସେହିପରି ଆମମାନଙ୍କୁ ତୁମେ ସାହାଯ୍ୟ କର। ଆମ ପ୍ରତ୍ୟେକ ଦର୍ଶକ ଭାଇ ଭଉଣୀମାନଙ୍କୁ ତୁମେ ଆଶୀର୍ବାଦ କରି ସେମାନଙ୍କର ଯତ୍ନ ତତ୍ତ୍ୱ ତୁମେ ନିଅ। ସେମାନଙ୍କର ବନ୍ଧୁ ବାନ୍ଧବ ସମସ୍ତଙ୍କୁ ତୁମେ ଆଶୀର୍ବାଦ କର। ସେମାନଙ୍କର ସମସ୍ତ ଚିନ୍ତାର ଭାର ତୁମେ ନିଅ। ଧନ୍ୟବାଦ ଦେଉଛୁ ପ୍ରଭୁ, ଆମମାନଙ୍କର ପ୍ରାର୍ଥନା ତୁମେ ଶୁଣିଅଛ। ଗୌରବ ସମ୍ଭ୍ରମ ମହିମା ତୁମକୁ ଦେଇ ପ୍ରଭୁ ଯୀଶୁଙ୍କର ବହୁମୂଲ୍ୟ ନାମରେ ଏହି ପ୍ରାର୍ଥନା ଉତ୍ସର୍ଗ କରୁଅଛୁ। ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ ଆଶା କରେ ଆଜିର ଅଧ୍ୟୟନଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଏହି ଅଧ୍ୟୟନରୁ ଆମେ ଶିଖିଲୁ ଯେ ମାନସିକ ଓ ଶାରୀରିକ ସାଂସାରିକ ପ୍ରବୃତ୍ତି ଉପରେ ବିଜୟ କେବଳ ଈଶ୍ୱରଙ୍କ ଶକ୍ତି ଦ୍ୱାରା ହିଁ ସମ୍ଭବ ହୋଇଥାଏ, ଆମର ନିଜ ଶକ୍ତି ଦ୍ୱାରା ନୁହେଁ। ମୂଷାଙ୍କ ପ୍ରାର୍ଥନା ଓ ମଧ୍ୟସ୍ଥତା ବିନା ଇସ୍ରାଏଲ ଯେପରି ଅମାଲିକମାନଙ୍କୁ ପରାସ୍ତ କରିପାରିନଥାନ୍ତା, ଠିକ୍ ସେହିପରି ପବିତ୍ର ଆତ୍ମାଙ୍କ କାର୍ଯ୍ୟ ବିନା ବିଶ୍ୱାସୀମାନେ ନିଜର ପାପପୂର୍ଣ୍ଣ ସ୍ୱଭାବ ଉପରେ ବିଜୟ ଲାଭ କରିପାରିବେ ନାହିଁ। ଅମାଲିକମାନଙ୍କ ସହିତ ହୋଇଥିବା ସଂଘର୍ଷ ଆମକୁ ମନେ ପକାଇ ଦିଏ ଯେ ଶରୀର ଓ ଆତ୍ମା ମଧ୍ୟରେ ଚାଲିଥିବା ଏହି ସଂଗ୍ରାମ ଆମ ପାର୍ଥିବ ଜୀବନ ସାରା ଜାରି ରହେ। ତଥାପି ଈଶ୍ୱର ଆପଣା ଲୋକମାନଙ୍କ ପାଇଁ ଚୂଡ଼ାନ୍ତ ବିଜୟ ଏବଂ ସମ୍ପୂର୍ଣ୍ଣ ପରିବର୍ତ୍ତନର ପ୍ରତିଶ୍ରୁତି ଦେଇଛନ୍ତି। ପରବର୍ତ୍ତୀ ଅଧ୍ୟୟନରେ ଆମେ ଯାତ୍ରା ପୁସ୍ତକର 20 ଅଧ୍ୟାୟ ଅଧ୍ୟୟନ କରିବା, ଯେଉଁଠାରେ ଈଶ୍ୱରଙ୍କ 10 ଆଜ୍ଞା ପ୍ରଦାନ କରୁଛନ୍ତି ଏବଂ ଆପଣା ଲୋକମାନଙ୍କ ପାଇଁ ନିଜର ପବିତ୍ର ମାପଦଣ୍ଡ ପ୍ରକାଶ କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ଆପଣଙ୍କ ମନରେ ଯଦି କିଛି ପ୍ରଶ୍ନ ଥାଏ, ତେବେ ଆମ ସହିତ ଯୋଗାଯୋଗ କରନ୍ତୁ। ଆମେ ଆପଣଙ୍କ ଫୋନ୍ କଲ୍ର ଅପେକ୍ଷାରେ ଅଛୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ରହିଲୁ, ନମସ୍କାର। ପାପ ସବୁ ମୋର ଆଖିର ପତାରେ ଲୁହ ହୋଇ ଯାଏ ବହି, ଅନୁତାପ ନଈ ଯାଏ ଝରି ଝରି କୃଷିୟ ପ୍ରେମକୁ ସ୍ମରି। ଆଶା ଭରସାର
गत प्रश्नर उत्तरटी होउची सी एसओ। आजिर प्रश्नटी होउची व्यवस्था और अनुग्रह मध्य जड़े व्यक्ति को कौन दोषी साब्यस्त करे? ए अनुग्रह, बी व्यवस्था, सी आईन, डी विश्वास। এই প্রশ্নর উত্তর আসন্তাকালি সন্ধ্যা 6টা মধ্যে অপশন মধ্যরু সঠিক উত্তর বাছি আপনার নাম ও সম্পূর্ণ ঠিকনা সহিত 9777221415 ফোন নম্বরে SMS কিংবা WhatsApp দ্বারা আমକୁ জଣାଇବାକୁ ଅନୁରୋଧ। ଯଦି ଆପଣଙ୍କୁ ଆମ କାର୍ଯ୍ୟକ୍ରମ ଭଲ ଲାଗୁଛି ତେବେ 044490812996 ରେ ମିସ୍ଡ କଲ୍ ଦେଇ ବିଜୟୀ ହୋଇପାରିବେ। ଗତ ସପ୍ତାହର ବିଜୟ ଦର୍ଶକ ବନ୍ଧୁ ହେଲେ ବାଲେଶ୍ୱରରୁ ଶ୍ୟାମ ସୁନ୍ଦର ସିଂ ଓ ପରିବାର।